ସୃଷ୍ଟି ଆରମ୍ଭ ବେଳର କଥା। ସେହି ସମୟରେ କେବଳ ଦୁଇଟି ସତ୍ତା ବିଦ୍ୟମାନ ଥିଲେ, ଗୋଟିଏ ଈଶ୍ୱର ଏବଂ ଅନ୍ୟଟି ତାଙ୍କର ବିପରୀତ ଅର୍ଥାତ୍ ଶୈତାନ। ଈଶ୍ୱର ସୃଷ୍ଟି ତିଆରିରେ ଲାଗିଥିଲା ବେଳେ ଶୈତାନ ହାତରେ କିଛି କାମ ନଥିଲା। ସେ କେବଳ ବସି ସୁଯୋଗ ଉଣ୍ଡୁଥିଲା କେମିତି ଈଶ୍ୱରଙ୍କ ସୃଷ୍ଟିର ଯୋଜନାକୁ ଗଡ଼ବଡ଼ କରିଦେବ। ଥରେ ସୁଯୋଗ ଦେଖି ସେ ଈଶ୍ୱରଙ୍କ ସୃଷ୍ଟି ସ୍ଥାନରୁ ଦୁଇଟି ମାଟି ପିଣ୍ଡକୁ ନେଇ ଆସିଲା। ସେଇ ମାଟି ପିଣ୍ଡରେ ଜୀବନ ଫୁଙ୍କି ଈଶ୍ୱର ବିଭିନ୍ନ ପ୍ରାଣୀଙ୍କୁ ସୃଷ୍ଟି କରୁଥିଲେ। ସେ ଶୈତାନ ଯେଉଁ ଦୁଇଟି ପିଣ୍ଡକୁ ନେଇ ଆସିଲା, ସେଥିରେ ଶୈତାନୀ ଜୀବନ ଫୁଙ୍କିଲା। ସେଇ ଦୁଇ ପିଣ୍ଡ ପ୍ରାଣ ଅତି ନିଷ୍ଠୁର ପୁରୁଷ ଏବଂ ସ୍ତ୍ରୀ ରାକ୍ଷସରେ ପରିଣତ ହେଲେ। ଶୈତାନ କହିଲା, ତୁମେ ଦୁଇଜଣ ବଂଶ ବିସ୍ତାର କର ଏବଂ ଈଶ୍ୱରଙ୍କ ସୃଷ୍ଟିକୁ ଛାରଖାର କରିଦିଅ। ଏବେ ଦୁଇ ରାକ୍ଷସ ବଂଶ ବିସ୍ତାର କରି ଈଶ୍ୱରଙ୍କ ସୃଷ୍ଟିକୁ ନଷ୍ଟ କରିବାକୁ ବସିଲେ। ସେମାନେ ଥିଲେ ଅତି ନିଷ୍ଠୁର ଏବଂ ସେମାନଙ୍କ ଭିତରେ କିଛି ହେଲେ ଦେବଗୁଣ ନଥିଲା। ତେଣୁ ସୃଷ୍ଟିର ସମସ୍ତ ପ୍ରାଣୀ ଭଗବାନଙ୍କ ଶରଣ ପଶିଲେ ଏବଂ କହିଲେ, ପ୍ରଭୁ ରକ୍ଷା କର। ସେମାନେ ଅତି କ୍ରୂର, ସେମାନେ ତୁମ ସୃଷ୍ଟିରେ ସ୍ଥାନ ପାଇବା ପାଇଁ ଅଯୋଗ୍ୟ ଅଟନ୍ତି। ଈଶ୍ୱର କହିଲେ, ଶୈତାନ ସେମାନଙ୍କୁ ରାକ୍ଷସ ଜୀବନ ଦେଇଛି ସତ, କିନ୍ତୁ ସେମାନଙ୍କ ଭିତରେ ବି ଦେବଗୁଣ ରହିଛି। ଶୈତାନ କେବେ ହେଲେ ଦେବତ୍ୱକୁ ନଷ୍ଟ କରିପାରିବ ନାହିଁ। ହେଇ ଦେଖ, ରାକ୍ଷସ ପରିବାର ଏବେ ଏକାଠି ହୋଇଛନ୍ତି। ସେମାନଙ୍କ ଭିତରେ ଦାମ୍ପତ୍ୟ ପ୍ରେମକୁ ଦେଖ, ବାତ୍ସଲ୍ୟ ଭାବକୁ ଦେଖ। ଏଇସବୁ ତ ହେଉଛି ରାକ୍ଷସମାନଙ୍କ ଭିତରେ ଦେବଗୁଣ। ସମୟ ଆସିଲେ ଏଇ ଦେବଗୁଣ ସବୁ ଅଧିକ ଉଜ୍ଜ୍ୱଳ ହୋଇ ରାକ୍ଷସମାନଙ୍କ ଭିତରୁ ଅନେକଙ୍କୁ ପରିବର୍ତ୍ତନ କରିଦେଇପାରେ। ସେମାନେ ତୁମ ଭିତରୁ ଜଣେ ଜଣେ ମଧ୍ୟ ହେଇପାରନ୍ତି। ଏହା ବି ମାନିନିଅ ଯେ ମୋ ସୃଷ୍ଟି ସହିତ ଶୈତାନର ସୃଷ୍ଟି ବି ସର୍ବଦା ରହିବ। ହେଲେ ଦେବତ୍ୱକୁ କେହି ଲୋପ କରି ପାରିବେ ନାହିଁ। ସମସ୍ତଙ୍କ ଲାଗି ଆଶାର କଥା ହେଲା ଯେ ରାକ୍ଷସଙ୍କ ଭିତରେ ଥିବା ଦେବତ୍ୱ ଅକସ୍ମାତ୍ ଉଜ୍ଜ୍ୱଳ ହୋଇ ସେମାନଙ୍କୁ ଦେବତାରେ ବି ପରିଣତ କରିଦେଇପାରେ। ଏହା ହିଁ ସୃଷ୍ଟିର ରହସ୍ୟ।